ମୋ ସର୍ବପ୍ରଥମେ ମୋ ନେତା ତଥା ବିଜୁ ଜନତା ଦଳ ନେତା 4.5 କୋଟି ଓଡ଼ିଆଙ୍କ ହୃଦୟର ସମ୍ରାଟ ଶ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରୁ ଏବଂ ତା ସହିତ ଗଞ୍ଜାମବାସୀଙ୍କୁ ଧନ୍ୟବାଦ କରିବୁ ଏବଂ ଏଥିସହିତ ଆମର ସମସ୍ତ ନେତୃବର୍ଗ ଗଞ୍ଜାମ ଜିଲ୍ଲାର ସିନିୟର ନେତୃବର୍ଗ ଏବଂ ତା ସହିତ ସମସ୍ତ ଯୁବ ଛାତ୍ର ଏବଂ ମହିଳା ସଂଗଠନର ନେତା ନେତ୍ରୀମାନଙ୍କୁ ସମସ୍ତଙ୍କର ସହମତି କ୍ରମ ଏବଂ ସମସ୍ତଙ୍କ ସହଯୋଗରେ ଆଜି ନବୀନ ବାବୁ ମୋତେ ମନୋନୀତ କରିଛନ୍ତି ଏବଂ ମୋ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏବଂ ନିଶ୍ଚିତ ଭାବେ ନବୀନ ବାବୁ ଯେଉଁ କଥା କହନ୍ତି ଆମେ ସେ କଥାକୁ ନିର୍ଦ୍ଦେଶକୁ ମାନି ଚଳି ଆସିଛୁ ଏବଂ ଆମେ ସମସ୍ତଙ୍କର ମିଳିତ ଉଦ୍ୟମରେ ଗଞ୍ଜାମ ଜିଲ୍ଲା ଆମେ ଯେଉଁଭଳି ଭାବେ ପୂର୍ବରୁ କାର୍ଯ୍ୟ କରି ଆସିଛୁ ଏବଂ ଗଞ୍ଜାମ ଜିଲ୍ଲା ସଦାବେଳେ ସାରା ଓଡ଼ିଶାରେ ସାଂଗଠନିକ କ୍ଷେତ୍ରରେ ହଉ ବିଭିନ୍ନ କ୍ଷେତ୍ରରେ ସେ ରକ୍ତଦାନ କଥା କୁହନ୍ତୁ କିମ୍ବା କରୋନା ସମୟ କଥା କୁହନ୍ତୁ ସଦାବେଳେ ଆମେ ଆମ ଟିମ୍ ପାଇଁ ଆମେ ସବୁବେଳେ ଉଦାହରଣ ସୃଷ୍ଟି କରିପାରିଛୁ ଏବଂ ସେ ବିଶ୍ୱାସ ମୋର ରହିଛି ନବୀନ ବାବୁଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାର ସମସ୍ତ ନେତୃବର୍ଗ ସମସ୍ତ ଯୁବ ଛାତ୍ର ଏବଂ ମହିଳାମାନଙ୍କର ମିଳିତ ଚେଷ୍ଟାରେ ଆମେ ନିଶ୍ଚିତ ଭାବେ ସଂଗଠନକୁ ଆହୁରି ମଜବୁତ କରିବୁ ଏବଂ ବିରୋଧୀ ଦଳର ଭୂମିକା ଆମେ ନିଷ୍ଠାପର ଭାବେ କରିବୁ ଏ ବିଶ୍ୱାସ ଆମର ରହିଛି। ଦେଖନ୍ତୁ ନବୀନ ବାବୁଙ୍କ ନେତୃତ୍ୱରେ ଦଳ ସଂଗଠିତ ହୋଇ ରହିଛି ଆମ ପାଇଁ ବିଶେଷ ଚ୍ୟାଲେଞ୍ଜ ନାହିଁ କାରଣ ଆପଣମାନେ ଜାଣନ୍ତି ଗଞ୍ଜାମ ଜିଲ୍ଲାରେ ହେଉଛି ଖୋଦ୍ ଆମର ନେତାଙ୍କର ଜିଲ୍ଲା ଏବଂ ସଦାବେଳେ ଗଞ୍ଜାମ ଜିଲ୍ଲାକୁ ସେ ଫୋକସ୍ କରି ଆସିଛନ୍ତି ଏବଂ ବିଭିନ୍ନ ସମୟରେ ମଧ୍ୟ ଗଞ୍ଜାମ ଜିଲ୍ଲା ସାରା ରାଜ୍ୟରେ ବିଭିନ୍ନ ପୁରସ୍କାର ମଧ୍ୟ ପାଇ ଆସିଛି ତାଙ୍କରି ସମୟରେ ଏବଂ ଆଜି ସବୁ ନେତୃମଣ୍ଡଳୀଙ୍କର ମିଳିତ ଆନୁକୂଲ୍ୟରେ ଆମେ ସଂଗଠିତ ହୋଇ ରହିଛୁ ଏବଂ ଆମ ସଂଗଠନ ବି ମଜବୁତ ରହିଛି ଏବଂ ବିରୋଧୀ ଦଳ ଭୂମିକା ହିସାବରେ ଆମେ ସମସ୍ତେ ମିଳିମିଶି ଆଗାମୀ ଦିନରେ ତାକୁ ଠିକ୍ ଭାବରେ ଏବଂ ନିଷ୍ଠାପର ଭାବେ କରିପାରିବୁ ସେ ବିଶ୍ୱାସ ମୋର ରହିଛି। ଦେଖନ୍ତୁ ବର୍ତ୍ତମାନ ସମସ୍ତ ପଞ୍ଚାୟତରେ ଶତକଡ଼ା 80ରୁ ଉର୍ଦ୍ଧ୍ୱ ଲୋକାଲ ବଡିରେ ସରପଞ୍ଚ ସମିତିସଭ୍ୟ ଜିଲ୍ଲା ପରିଷଦ କର୍ପୋରେଟର କାଉନସିଲର ସମସ୍ତେ ବିଜୁ ଜନତା ଦଳ ରହିଛନ୍ତି ଏବଂ ବର୍ତ୍ତମାନ କ୍ଷୋଭ ଏବଂ ଦୁଃଖର ବିଷୟ ହେଉଛି ବର୍ତ୍ତମାନ ଆମେ ଯାହା ପାଇବା କଥା ସରକାରଙ୍କ ତରଫରୁ ଯେଉଁ ସହଯୋଗ ପାଇବା କଥା ସେ ସହଯୋଗ ବର୍ତ୍ତମାନ ଆମେ ପାଇପାରୁନାହାନ୍ତି ଦୀର୍ଘ ବର୍ଷେ 3 ମାସ 4 ମାସର ସରକାର ଏ ସରକାର ପଇସା ଦେବାରେ ଡେଭଲପମେଣ୍ଟ ପାଇଁ ପଇସା ଦେବାରେ ବିଫଳ ହୋଇଛନ୍ତି ଯାହାଦ୍ୱାରା କି ଯେଉଁ କାର୍ଯ୍ୟକ୍ରମ ନବୀନ ବାବୁଙ୍କ ସମୟରେ ହେଇଥିଲା ସେ କାମକୁ ବର୍ତ୍ତମାନ ମେଣ୍ଟେନାନ୍ସ ମଧ୍ୟ ଧରି ନିଅନ୍ତୁ ରାସ୍ତା ଗୋଟେ ଠିକ୍ ଭାବରେ ମେଣ୍ଟେନ୍ ହେଇପାରୁନି ଏବଂ ନବୀନ ବାବୁଙ୍କ ସମୟରେ ଯେଉଁ କାର୍ଯ୍ୟକ୍ରମ ହେଇଥିଲା ସେ ବର୍ତ୍ତମାନ ଆଉ ତାକୁ ଆଉ କେହି ଦେଖିବା ପାଇଁ କି ନାହିଁ ସ୍କୁଲ କଥା କୁହନ୍ତୁ 5T ମାଧ୍ୟମରେ ଆମେ ଯେତେ ସ୍କୁଲ କରିଥିଲେ ଆମେ ଗଞ୍ଜାମ ଜିଲ୍ଲାରେ ହସ୍ପିଟାଲ ଯେଭଳି ଦେଖନ୍ତୁ କ୍ୟାନ୍ସର ହସ୍ପିଟାଲ ଏତେ ବଡ଼ ହସ୍ପିଟାଲ ଗୋଟେ ହେଉଥିଲା ସେ ବର୍ତ୍ତମାନ ତାର କାମ ଠପ୍ ହେଇ ରହିଛି ଆଉଟଡୋରକୁ ପାଇଁ ପଇସା ଆସିଥିଲା ଆଉଟଡୋରକୁ ଭଙ୍ଗାଯାଇ ଗୋଟେ ନୂତନ ଆଉଟଡୋର କରାଯିବ ଇନଡୋର ପାଇଁ ପଇସା ଆସିଥିଲା ବର୍ତ୍ତମାନ ସେ କାର୍ଯ୍ୟକ୍ରମ ଦୀର୍ଘ 17 ମାସ ହେଇଗଲା ପ୍ରାୟ କିଛି ହେଲେ କାମ ହେଉନି କେଉଁଠି ମାଟି ସୁରାଟେ ମଧ୍ୟ ପଡ଼ୁନାହିଁ ସେଭଳି ସମପରି ବ୍ଲକରେ ମଧ୍ୟ ଏ ସରକାରଙ୍କ ତରଫରୁ ସହଯୋଗ କିଛି ନାହିଁ ଏବଂ ପଞ୍ଚାୟତ ନିର୍ବାଚନ କଥା କହିଲେ ଲୋକମାନେ ସମସ୍ତେ ଜାଣିସାରିଲେଣି ଯେ ଏ ସରକାର ଚଲେଇବାରେ ବିଫଳ ହୋଇଛନ୍ତି ଏବଂ ଯେଉଁଟାକି ସବୁ ମୌଳିକ ସୁବିଧା ଲୋକଙ୍କୁ ଦେବା କଥା ସ୍ୱାସ୍ଥ୍ୟ ଶିକ୍ଷା ଏବଂ ଗମନାଗମନ ଏବଂ ଆଇନ ଶୃଙ୍ଖଳା ଏ 4ଟି କ୍ଷେତ୍ରରେ ସରକାର ମାନେ ଚରମ ଅବହେଳା କରିଛନ୍ତି ଏବଂ ଯେଉଁଥିପାଇଁ ଆଜି ଗଞ୍ଜାମ ଜିଲ୍ଲା ଆଇନ ଶୃଙ୍ଖଳା ବ୍ୟବସ୍ଥା ପୁରା ଭୁଷୁଡ଼ି ଯାଇଛି କହିଲେ ଚଳେ ଏବଂ ପ୍ରତ୍ୟେକ ଦିନ ହତ୍ୟା ଡକାୟତି ଗଣଦୁଷ୍କର୍ମ ଏବଂ ନାରୀମାନଙ୍କର ନିର୍ଯାତନା ବଢ଼ିବାରେ ଲାଗିଛି ଆଜି ଯେଉଁ କଥା ଭାରତୀୟ ଜନତା ପାର୍ଟି ଯେଉଁ ସ୍ଲୋଗାନ ଦେଇ ଆସିଥିଲେ ଆମେ ଓଡ଼ିଶାକୁ 1 ନମ୍ବର ରାଜ୍ୟରେ ପରିଣତ କରିବୁ ଆଜି ଓଡ଼ିଶା ଅପରାଧୀ କ୍ଷେତ୍ରରେ ଏବଂ ଅପରାଧ ଘଟାଇବାରେ 1 ନମ୍ବର ହେବା ପାଇଁ ଯାଉଛି ଏବଂ ଆପଣ ଦେଖିଥିବେ 2 ଦିନ ତଳେ ମନ୍ତ୍ରୀଙ୍କର ନିଜ ପୁତୁରା ଗୋଟେ ଆଇନଜୀବୀକୁ ମାରିବା ପାଇଁ ମଧ୍ୟ ପଛେଇ ନାହାନ୍ତି ଏବଂ ଏଇଥିରୁ କେଉଁଠି ନା କେଉଁଠି ସ୍ପଷ୍ଟ ବାରି ହେଉଛି ଯେ ଅପରାଧୀମାନେ ପୁଲିସ ପ୍ରଶାସନ ଏବଂ ସରକାରଙ୍କର ବାଉସାୟ ଦଳରେ କାମ କରୁଛନ୍ତି ତେଣୁ ଅପରାଧୀମାନଙ୍କର ଭୟ ବିଲକୁଲ ହଟିଯାଇଛି ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି କିଭଳି ଆଇନ ଶୃଙ୍ଖଳା ଠିକ୍ ହେବ ଏବଂ ସରକାର କିଭଳି ପଇସା ଦେଲେ ବ୍ଲକ ଏବଂ ଗ୍ରାମାଞ୍ଚଳର ଡେଭଲପମେଣ୍ଟ ହେଇପାରିବ ଏବଂ ସହରାଞ୍ଚଳର ମଧ୍ୟ ସେହିଭଳି ସମପରି ପଇସା ଦେଲେ ଯେଉଁ କାମ ହେଇଥିଲା ତାକୁ ମେଣ୍ଟେନ୍ କରିହେବ ରାସ୍ତାଘାଟକୁ ମେଣ୍ଟେନ୍ କରିହେବ ଏବଂ ତାକୁ ଠିକ୍ ଭାବରେ ଆମେ କାର୍ଯ୍ୟକ୍ରମ କରିପାରିବା ତେଣୁ
पंचायत एवं अर्बान निर्वाचन ए सरकार लोकों कौन प्रकार कार्यक्रम करूना सरकार चलवार विफल होती तेणु मुझे कहली स्वास्थ्य क्षेत्र में कहतु शिक्षा क्षेत्र में कहतु आईन श्रृंखला कथा कहतु गमनागमन क्षेत्र कथा कहतु सबुथ सरकार विफल तेणु विरोधी दल हिसाब से माननीय विरोधी दल नेता श्री नवीन पट्टनायक नेतृत्व में आम विरोधी दल सभापति श्री नवीन बाबू नेतृत्व आम विभिन्न कार्यक्रम विधानसभा पार्लियामेंट विधानसभा बाहर आम कार्य कर समपरी आगामी दिन में विरोधी दल हिसाब से आम लोकों जो निष्ठापर काम करवा कथा आम सब नेतृवर्ग मिलित भाव आम काम करूँ लोक न्याय देवार सफल हो पारू से विश्वास मोर रही।